ঘড়ি জানিনু মো না ঘড়ি অসল না গদা ঘর পাঠানি মো সঙ্গে করছু বেইমানি ডব ডব জানি থা মো না হচ্ছে ধড়ি পাড়ি ঘর হাতি বাড়ি থানা বিরিড়ি ফায়া কখড়ি আরে মূর্খ জানি থা মু ম্যানেজর তু সামান্য বাদুড়ি সত্যানাশ মতে দেখাউছু মেহেঞ্জর আরে নন্দা মুন্ডিয়া ড্রাইভর গাড়ি পছে পছে নাচে দম মু জানিনি তোর কেতে দম ডব ডব চালুনি কହୁଛି ছুଞ୍ଚি কি তো কথা মু জানি কি বগিচারে গাত খোଳି খোଳି ବୋଲାଉଥିଲୁ ପରା ମାରି ଏବେ ହୋଇଛୁ ସୁପକାର ମୋ ଆଗେ ଦେଖଉ ତୁଚା ତର মু বজাইবি ମୁଁ ନଗେଇବି মু মুঠাবি ଆରେ পানি ଦେବି পলাই যা ପଳେଇ ଯା ଆଗେଠୁ আরে ঘড়ি ঘড়ি এটি সব কোন চালিছি যা করছ কর মেম সাহেব আসুଛନ୍ତି କଣ କହିଲ ବଇଁଶ ଦାଦା ମେମସା ହବ ହଁ এ ম্যাম পুনি কিয়ে মো বইছি দাদা আরে বাবুଙ୍କ ଝିଅ କାଇଁ ବାବୁ ଆସୁନାହାନ୍ତି না মেম সাহেব হউଛନ୍ତି বর্তমান সম্পত্তির মালিক সত্যানাশ তাহলে মଣିଷ রক্ষা পাইগলা রক্ষা নাই ସେ ମହାନ ରାଗି ପାନରୁ ଚୂନ ଖସିଲେ ସବୁ একদম ଗଣ୍ଡଗୋଳ ହେଇଯିବ সতে ହଁ ବାବୁ କହିଛନ୍ତି মেম ସାହେବଙ୍କର ଯଦି ଏଠି କିଛି ଅସୁବିଧା ହବ ତାହେଲେ ଚାକିରି একদম ଛୁଟି କିନ୍ତୁ ସିଏ କେବେ ଆସିବେ বাবু নমস্কার রে কাম দাম সব ঠিক চালছি তো ଚାଲିଛି আরে যমুনা ভাই আরে সে শঙ্খ পাখ জমিটা কাইকি হଳ ହେଇନି কিরে ସେ ବନ୍ଦୋବସ୍ତ ବାବୁ ମାନେ ମନା କରିଛନ୍ତି ଭାଇ ସେମାନେ କିଏ ମନା କରିବା ପାଇଁ ସେମାନେ କହୁଛନ୍ତି ଏ ଜମି କଳ୍ପତରୁଙ୍କର ମହାରାଜ କଳ୍ପତରୁ ବାବୁଙ୍କ ଜମିଦାରୀ ଆଉ ନାହିଁ ଏଇ ଗାଁରେ ଯେତେ ସବୁ ଜମି ଅଛି ସବୁ ଆମର ହେଲେ ବଇଁଶୀ ଦାଦା ପରା ଚକବନ୍ଦୀ ମାମୁ କାନରେ ମନ୍ତ୍ର ଫୁଙ୍କିଛି ମେମ୍ ସାହେବ ଆସିଲେ ସେ ଜମି ଚିହ୍ନଟ ହବ মেম সাহেব ସେ କଳ୍ପତରୁ ବାବୁଙ୍କ ଝିଅ ହଜୁର আচ্ছা ବଇଁଶୀ ତାହେଲେ ବଂଶୀ ନ ଫୁଙ୍କି ଏବେ ପଦ୍ମ ତୋଳା ଗାଇଲାଣି ହଁ ହଜୁର ସେଇଥିପାଇଁ ମେମ୍ ସାହେବ ଗାଁକୁ ଆସିଛନ୍ତି ତାପରେ ଯାହା ଫଇସଲା ହବ ବଇଁଶୀ ଜାଣିନି ପଦ୍ମ ତୋଳା ଗାଇଲେ କଳା ନାଗ ବାହାରିବ ଆଉ ସେ କଳା ନାଗ ପ୍ରଥମେ ତାକୁ ହିଁ ଦଂଶିବ ଏଇ କଥାଟା ବୁଢା କାନରେ ପକେଇଦବା ଦରକାର ନାଇଁ 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 ବଇଁଶୀ ଆମର ସିଧା ବାଟରେ ଚାଲିବା ଲୋକ ନା କଣ ପାଠାଣି ଯୋଉ କହୁନା ସେ ପୁରା ତମ ସମୁଦି ସେଇଆ ନୁହଁ କି ମା ଜାଣେ ତମ ଜମି କୋଉଟା ଆଉ କଳ୍ପତରୁ ବାବୁଙ୍କ ଜମି କୋଉଟା ସେ କଣ ଜାଣେନି ନାଇଁ 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 କଚେ ପୁଅ ବାର ନ ଜାଣିଥିଲେ ଜଣେଇ ଦବା ଚିହ୍ନଟ କରି ଦେଖେଇ ଦବା ବୁଝିଲ ବାପା ସେ ବଇଁଶୀ ପରା ଚକବନ୍ଦୀ ଅଫିସର ମାନଙ୍କୁ ସବୁ ଫୁସିଲେଇଛି ସେଇଥିପାଇଁ ଏସନ ଶଙ୍ଖ ପାଖ ଜମିଟା ପଡିଆ ପଡିଲା ନାଇଁ 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 ପଡିଆ ପଡିବ କାହିଁକି ଚାଷ ହବ ଫସଲ ବି ହବ ଆଉ ସେ ଫସଲ ଆମ ଖଳାକୁ ଆସିବ ବୁଝିଲ ପାଠାଣି ଆମ ଗଙ୍ଗାଟା ପିଲାଟା କିଛି ବୁଝୁନି ପିଲା କଣ ହେ ମା ଜାଣେ ଇଏ ଗଙ୍ଗା ଯମୁନା ଭଳି ଦି ପୁଅ ପାଇଛ ଇଏ ତୁମ ଭାଗ୍ୟ ନା ନାଇଁ 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 ତମ ଭଳିଆ ପାଖ ଲୋକ ପାଇଛୁ ସେଇଟା ଭାଗ୍ୟ କି ବୁଝିଲୁ ବାପା ଗଙ୍ଗୁ ପାଠାଣି ଆଉ ବଂଶୀ ଦି ସମୁଦି ହେବେ ସମୁଦି ହଁ ଏ ବଂଶୀର ଝିଅ ଅଛି ହଁ ଆରେ କଣ ତା ନା ସୁମିନା ହଁ ଆଉ ପାଠାଣିର ପୁଅ ଅଛି ଓ ତାହେଲେ ଟିମା ସାଙ୍ଗରେ ସୁମିର ବାହାଘର ହବ ନାଇଁ 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 ହବା କଥା ହେଲେ ହେଇପାରୁନି କାହିଁକି ଏବେ ପାଠାଣି ଚାହିଁଲେ ହେଇଯିବ ମୋର ଇଚ୍ଛା ଚଞ୍ଚଳ ବାହାଘରଟା ସରିଲେ ଜଞ୍ଜାଳ ଯିବ ହେଲେ ବଇଁଶୀ ଜାଣି ଯୌତୁକ ଦବାକୁ ଅଡି ବସିଛି କହୁଛି ମାଲିକ ଧାରିବିନି କି ତାଙ୍କ ଜମିରୁ ହାତେ ଜମି ଛୁଇଁବି ନାଇଁ 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 କଥାଟା ମୋଟେ ଭଲ ହବନି ତୁ ଆମେ କାହିଁ କରୁଛୁ ବଇଁଶୀର ତ ଘରଟିଏ ଅଛି ଆଉ ଆମ ପାଖରେ ତ ଟଙ୍କା ଅଛି କେତେ ଟଙ୍କା ଦରକାର ଆମେ ଦେଇଦବା ତମେ ଯଦି ଟଙ୍କା ଦେବାକୁ ରାଜି ତେବେ ଆଉ ବିଳମ୍ବ କାହିଁକି ନାଇଁ 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 ମୋଟେ ନୁହଁ ତୁରନ୍ତ ଦାନ ମହାପୁଣ୍ୟ ତମେ ଟିକେ ସମୁଦି କାନରେ କଥାଟା ପକେଇ ଦିଅ ମୁଁ ତାହେଲେ ସିଧା ବାହାରିଲି ଆଉ ଯାଉଛି ମାଝେ ନମସ୍କାର ଆରେ ଯମୁନା ଭାଇ ଆରେ ବଇଁଶୀ ଟଙ୍କା ନେଲେ ଆମର କଣ ଲାଭ ହବ କିରେ ନାଇଁ 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 କିଛି ଲାଭ ହବନି ଶଙ୍ଖ ପାଖ ଜମି ତ କଳ୍ପତରୁର ହେଲେ ଦିନଟା ବେଳେ ବଇଁଶୀ ଆମ ପଟିଆ ହବ ଆମେ ସେଠି ଚାଷ କରିବା ଫସଲ ଫଳେଇବା ଆଉ ସେ ଯେତେବେଳେ କରିବି ମୁଁ ଟଙ୍କା ନିଶ୍ଚୟ ଯୋଗାଡ଼ କରିବି ଖାଲି ମତେ ଟିକେ ସମୟ ଦିଅ ଏମିତି କହିଲେ ତ ବର୍ଷେ ଗଲା ମୋ ପୁଅ କଣ ନାଗରା ହେଇଛି ମୁଁ ତୁମକୁ ଅନେଇ ବସିଥିବି ନହେଲେ ମୁଁ ଅନ୍ୟ ବ୍ୟବସ୍ଥା କରିବି ସମୁଦି ଦରକାର ହେଲେ এই ঘরটিও বিক্রি করকে মু টঙ্কা জোগাড় করবি হেলে তার বুদ্ধি আসব কেজানি তুমি বাপা মু কোঠিকি যাবি 4-5 দিন রহি যাইপারে মু আসছে তা কথা বুঝিবি
ଏଇ ତ ଭାଇ ଆସିଲାଣି ଏ ଦେବି ଯେ ଗୋଟେ ମୁଁ କଣ ଜାଣିନି କି ବାପା ଆସିଲାବେଳେ ତୁ ଲୁଚିଥିଲୁ। ତୋ ମୁଣ୍ଡରେ କାହିଁ ତେନ୍ତୁଳି ମିଠା କାମୁଡୁଛି? କାମୁଡ଼ିଲା କେତେବେଳେ ମ? କାମୁଡ଼ିଥିଲେ ତ ବାପାଙ୍କୁ କହିଦେଇଥାନ୍ତି। କହିଲେ ନେ କହିନଥାନ୍ତି କି? ବାପା କେମିତି ରାଗି ତ ଜାଣିଛୁ। ଯଦି ଉତ୍ତମ ମାଧ୍ୟମ ଦେଇଥାନ୍ତେ ନା। ଆଲୋ ବାପା ତ ଗଲେଣି, ତୁ କାହିଁକି ଏତେ ମାମଲତକାର ଦେଖେଉଛୁ? ଖାଇବାକୁ ଦବୁ ନା ମୁଁ ଯିବି? ଯାଉନୁ ଯାଉନୁ? ଆରେ 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 ସତରେ ଯାଉଛୁ ନା କଣ? ତୁ ବ ମୁଁ ଖାଇବାକୁ ବାଡ଼ି ଦଉଛି, ଖାଇକି ଯୋଡ଼ି ଯିବା କଥା ଯା। ବୁଝିଲୁ ଭାଇ, ମେମ୍ ସାହେବ ଆସୁଛନ୍ତି। ମେମ୍ ସାହେବ? ହଁ ମ, ପିଲାଦିନେ ଏକାଠି ଖେଳୁଥିଲ ବୁଲୁଥିଲ, କିଛି ମନେ ପଡୁନି? ସେଇ ଆମ ଗାଁ ଜମିଦାରଙ୍କ ଝିଅ ମ। ଓ ସେଇ ନାକ କାନ୍ଧୁରୀ ଅର୍ଚ୍ଚନା? ଆଉ ସେଇ ଅର୍ଚ୍ଚନା। ଭୁଲ ହେଇଗଲା, ଅର୍ଚ୍ଚନା ବୋଲି କହିବୁନି। ବାପା କଣ ତ ତା ନାଁଟା କହୁଥିଲେ? ହଁ, ମେମ୍ ସାହେବ। ସାହେବ? ସାହେବ ନୁହଁ ମ, ମେମ୍ ସାହେବ। କାଲି ଛାଡି ପରଦିନ ଆସୁଛନ୍ତି। ବୁଝିଲୁ, ରେଳ ଗାଡିରେ ଆସୁଛନ୍ତି। ଏତେ ଦିନ ପରେ ସେ ଆସିଛି? ବାପା ତାକୁ ଦେଖି କଣ ଚିହ୍ନି ପାରିଲେ କି? କାହିଁକି? ସେ କଣ ଆଉ ଛୋଟ ପିଲା ହେଇଯାଇଛି? କେତେ ବଡ ହେଇଗଲାଣି ପରା। ଓହୋ, ଦେଖିଲୁ ବାପାଙ୍କ ଢଙ୍ଗ, ଯୋଉଠି ନାହିଁ ସେଠି ଜାମା ରଖି ଦେଇଯିବେ। ନେଲି ରଖ। ଆରେ ଏଇଟା କାହା ଫଟୋ? ଏଇଟା ବୋଧେ ସେ ମେମ୍ ସାହେବଙ୍କ ଫଟୋ ନା କଣ? ଦେଖି ଦେଖି ଦେଖି। ସୁମି, ବାପା ମୋ କଥା କିଛି ପଚାରୁଥିଲା? ନା। ଇଏ ମୋ କଥା କିଛି ପଚାରୁ ନଥିଲା? ନା ତ। କାହା କଥା? ପିଲାଦିନ ସାଙ୍ଗସାଥୀଙ୍କ କଥା? ନାହିଁ କହିଲି ପରା, କେତେ ଫଟି ହଉଛୁ ମ। ତୁ ଖାଇଲୁ, ମୁଁ ଯାଏ, ମୋର ସାଡେ କେତେ କାମ ଅଛି। আচ্ছা সুমি, তার কোন কিছু মন নেই? তার সেই অর্চনার মো। হে রে অর্চনা, কহিলি পা মেম সাহেব। হেলা বাবা মেম সাহেব। বাপা নিশ্চয় ভুলি যাইতিব। মতে তো লাগুছি সে নিশ্চয় মো কথা পচারতিব। ନାହିଁ କହିଲି ପରା, ସେମାନେ ବଡ ଲୋକ, ସହରରେ ରହନ୍ତି। କୋଉ ପିଲାଦିନ କଥା ତାଙ୍କର କାଇଁ ମନେ ରହିବ? ତୁ ଶୋଇଲୁ। ଅର୍ଚ୍ଚନା ଅର୍ଚ୍ଚନା ଲଗେଇଛି ଗୋଟେ। ସୁମି, ଏ ସୁମି, ସୁମି। କଣ? আচ্ছা কহিলু সে ମୋ କଥା কিন্তু ପଚାରୁ ନଥିଲା? କେ ଜାଣି, ଯା ତାକୁ ପଚାରିବୁ। ରାତି ଆସି ଅଧ ହେଲାଣି, ଗୋଟେ ତାଲା ଲଗେଇଛି।